ଏଇଟା ହଉଛି ବିରାର ଷ୍ଟେସନ। ମା ଶିବଦାନୀ ମାତା ମନ୍ଦିରକୁ ଯାଉଛୁ। ଏଇଠୁ କିଛି ବାଟ ଆଗକୁ ଗଲେ ମାଙ୍କର ଗେଟ୍ ଆସିବ। ଅଜିବଦାନୀ ମାଙ୍କର ଗେଟ୍। ଯୋଉମାନେ ଚାହିଁବେ ଏଠୁ ପ୍ରସାଦ ଓ ଫୁଲ ନେଇକି ଯାଇପାରିବେ। ଏଠି ମାଙ୍କର ଗେଟ୍ ମଧ୍ୟ ଦେଖାଯାଉଛି ଆଉ ପାହାଡ଼ ଉପରେ ମାଙ୍କର ମନ୍ଦିର ଗୋଟେ ଦିଶୁଛି, ଦେଖିପାରୁଥିବେ। ଏଠି ଟିକେ ଆଗକୁ ଗଲେ ଏଠି ଚପଲ ଷ୍ଟାଣ୍ଡ ବି ମଧ୍ୟ ଆସିବ। ଏଠି ଚପଲ ରଖିବା ପାଇଁ ଷ୍ଟାଣ୍ଡ, ଯାହାକି ଏଟା ଫ୍ରିରେ ଚପଲ ରଖିପାରିବେ ଆପଣମାନେ। ଆଉ ଟୋକନ ମଧ୍ୟ ଏଠି ମିଳୁଛି। ଆସିଲା ପରେ ଟୋକନ ଦେଖେଇଲେ ଆପଣଙ୍କୁ ଚପଲ ମିଳିଯିବ। ଏଇଟା ହଉଛି ମାଙ୍କର ଗେଟ୍। କେତେ ସୁନ୍ଦର ଭାବରେ ଗେଟ୍ ମଧ୍ୟ ହେଇଛି, ଦେଖିପାରୁଥିବେ। ଏଠି ଗୋଟେ ବାଁ ପଟୁ ଦୋକାନ ବି ଅଛି ମଧ୍ୟ, ଦେଖିପାରୁଥିବେ। କିଛି ଏଠି ଟିକେ ଉପରୁ ଚଢ଼ିଲା ପରେ ମାଙ୍କର ଯେଉଁ ଗେଟ୍ ଅଛି ସେଠି ଚେକିଂ ପଏଣ୍ଟ ଗୋଟେ ଅଛି। ଚେକିଂ କରିକି ଯାହାପରେ ଭିତରକୁ ଯାଇପାରିବେ ଆପଣମାନେ। ଏଠି ଦେଖିପାରୁଥିବେ ଏଠି ଚେକିଂ ପଏଣ୍ଟ ବି ଅଛି ମଧ୍ୟ, ଯାହାକି ଚେକିଂ କରିକି ଆପଣମାନେ ଆଗକୁ ଯାଇ। ଏଠି ଲୋକମାନେ ସବୁ କେମିତି ଯାଉଛନ୍ତି, ଦେଖିପାରୁଥିବେ। ଏଠି ଗେଟ୍ ମଧ୍ୟ ଅଛି ଏଠି ଗୋଟେ। ଆଉ ଏଇଟା ହଉଛି ତଳର ଭ୍ୟୁ। ତଳ କେତେ ସୁନ୍ଦର ଲାଗୁଛି। ଏଠି ଗୋଟେ ଛୋଟ ମନ୍ଦିର ଅଛି ଯେ ଗଣେଶଙ୍କର। ତାପରେ ଉପରୁ ଚଢିଲା ପରେ ଉପରେ ଲୋକମାନେ ଆସୁଛନ୍ତି ବି ଆଉ ମଧ୍ୟ ଯାଉଛନ୍ତି ବି, ଦେଖିପାରୁଥିବେ। ତାପରେ ବର୍ଷା ହେଲେ କିଛି ଅସୁବିଧା ହେବନି, ଯାହାକି ଉପରେ ସିଲିଂ ସିଷ୍ଟମ ଅଛି, ଯାହାକି ପତରା ସିଷ୍ଟମ। ଆଉ ମଝିରେ ମଝିରେ ବି ଖାଲି ଅଛି। ତାପରେ ଚଢିଲା ପରେ ଉପରେ କିଛି ବାଟ ରହିପାରିବେ ବର୍ଷା ହେଲେ ମଧ୍ୟ। ଏ ଲୋକମାନେ ସବୁ ଧୀରେ ଧୀରେ ଯାଉଛନ୍ତି। ରେଲିଂ ଅଛି, ଯାହାକି ଯେଉଁମାନେ ଅସୁବିଧା ହେଉଛି ଚାଲିବା ପାଇଁ, ସେମାନେ ଟିକେ ଧରିକି ଯାଇପାରିବେ। ଆଉ ଏଠି ପୂଜାର ସାମଗ୍ରୀ ମଧ୍ୟ ଆଭେଲେବଲ୍ ଅଛି ଉପରେ। ସିଢ଼ି କିଛି ସିଢ଼ି ଚଢ଼ିଲା ପରେ ଲୋକମାନେ ଟିକେ ଥକି ଯାଆନ୍ତି, ଯାହାଫଳରେ ରହି ରହିକି ଯାଆନ୍ତି। ଏଠି ସବୁ କେମିତି ଯାଉଛନ୍ତି, ଦେଖିପାରୁଥିବେ। ଆଉ ଫ୍ୟାନ୍ ବି ମଧ୍ୟ ଅଛି, ଯାହାକି ଗରମ ପାଇଁ। କିଛି ବାଟ ଆସିବା ପରେ ମାଙ୍କ ପାଇଁ ପ୍ରସାଦ ଓ ଫୁଲ ଏଠୁ ନେଇକି ଆମେ ଗଲୁ। ଦେଖିବାରେ ଏଠି ଗୋଟେ ଷ୍ଟଲ୍ ଅଛି। ଆଉ ଏଇଟା ହେଉଛି ତଳର ଭ୍ୟୁ। ତଳୁ ଲୋକମାନେ କେମିତି ଆସୁଛନ୍ତି, ଦେଖିପାରୁଥିବେ ସବୁ। ଯେଉଁମାନେ ଥକି ପଡ଼ୁଛନ୍ତି ସେମାନେ ଟିକେ ରହି ରହି ମଧ୍ୟ ଯାଉଛନ୍ତି। ବୟସ୍କ ଲୋକ ସେମାନେ ସିଡ଼ିର ଯେଉଁ ରିଲିଂ ଅଛି ସେକୁ ଧରିକି ମଧ୍ୟ ଯାଉଛନ୍ତି। ଆଉଟ୍ ସାଇଡରେ ସବୁ ଷ୍ଟଲ୍ ଅଛି, ଦେଖିପାରୁଥିବେ ପୂଜା ସାମଗ୍ରୀ ପାଇଁ। ଏଠି ଯେଉଁମାନେ ସବୁ ଥକି ପଡ଼ୁଛନ୍ତି ସେମାନେ ବସିବା ପାଇଁ ଟିକେ ଅଛି। ବସିକି ଧୀରେ ଧୀରେ ଆରାମ ନେଇକି ଯାଉଛନ୍ତି। ଏଠି ଦେଖିପାରୁଥିବେ ସବୁ ଲୋକମାନେ ଯେଉଁମାନେ ଥକି ପଡ଼ୁଛନ୍ତି ସେମାନେ ବସିଛନ୍ତି। ଏଇଟା ହେଉଛି ବାହାରର ଦୃଶ୍ୟ। କେତେ ସୁନ୍ଦର ଲାଗୁଛି, ଦେଖିପାରୁଥିବେ। ବହୁତ ସୁନ୍ଦର ତଳୁ ଆସୁଛନ୍ତି ଯେଉଁମାନେ ଲୋକ ସବୁ ବସିଛନ୍ତି, ସବୁ ଲାଇନ୍ ହେଇ ଯେଉଁମାନେ ଥକି ଯାଇଛନ୍ତି ସେମାନେ। ଆଗକୁ ମଧ୍ୟ ଧୀରେ ଧୀରେ ଚଢୁଛନ୍ତି ଲୋକ। କେତେ ସୁନ୍ଦର ଲାଗୁଛି ଏରିଆ। ଏଇଟା ସିଡ଼ିର ଉପରୁ ତଳକୁ ଦେଖିଲେ ପୁରା ବମ୍ବାଇର ଲୁକ୍ ଦେଖାଯାଉଛି। ସେଠି ଗୋଟେ ତଲା ମଧ୍ୟ ଅଛି, ଦେଖିପାରୁଥିବେ। କେତେ ସୁନ୍ଦର ଭାବରେ ଦେଖାଯାଉଛି। କିଛି ବାଟ ଆସିଲା ପରେ ଏଠି ଉପରେ ପତିରା ଅଛି, ଟିକେ ଥଣ୍ଡା ଲାଗୁଛି ପାହାଡ଼ ଉପରେ। ଆଉଟ୍ ସାଇଡ୍ରେ ଷ୍ଟଲ୍ ଗୁଡ଼ା ସବୁ ଲାଗିଛି, ମାଙ୍କର ପୂଜା ସାମଗ୍ରୀ ଅଛି ସବୁ। ଫ୍ୟାନ୍ ମଧ୍ୟ ଉପରେ ଲାଗିଛି।
ସେଥିପାଇଁ ଥଣ୍ଡା ଲାଗୁଛି ଟିକେ। ଏଟା ସବୁଠାରୁ ଥଣ୍ଡା ମଧ୍ୟ ଲାଗୁଛି ଆଉ ପୂଜା ଦୋକାନ ମଧ୍ୟ ଅଛି ଉପରେ, ସବା ଉପରେ ଆଉ ଅଳ୍ପ ବାଟ ରହିଲା ମନ୍ଦିର, ଯାହାକି ଲୋକମାନେ ଏଠି ଆସିକି ଆରାମ କରିବା ପାଇଁ ଏଠି ଫ୍ୟାନ୍ ବି ମଧ୍ୟ ଅଛି। ଯେଉଁମାନେ ଥକି ଯାଉଛନ୍ତି ସେମାନେ ଟିକେ ରେଷ୍ଟ ନେଇପାରିବେ ଏଠି। ମାଙ୍କର ଗେଟ୍ ଯାକେ ଏଣ୍ଟ୍ରି ଗେଟ୍ ଏଇଟା, ଏଠୁ ଭିତରକୁ ଗଲା ପରେ ଗୋଟେ ଘଣ୍ଟି ଅଛି, ମୋତେ ବଜେଇକି ଯିବାକୁ ପଡ଼ିବ। କିଛି ବାଟ ଗଲା ପରେ ମାଙ୍କର ମନ୍ଦିର ଆସିଯିବ, ଆପଣମାନେ ଦେଖିପାରିବେ ଏଠି। ମାଙ୍କର ଏଇଟା ମନ୍ଦିର। ମାଙ୍କ ମନ୍ଦିରର ଭିଡ଼ିଓ କରିବା ପାଇଁ ଆଲାଉ ନାହିଁ, ଏଠି ବନ୍ଦ। ଏଇଟା ହେଉଛି ପୁରା ବମ୍ବାଇର ଲୁକ୍, ପୁରା କେତେ ସୁନ୍ଦର ଭ୍ୟୁ ଆସୁଛି। ଏଇଟା ମାଙ୍କର ଦର୍ଶନ ସରିଲା ପରେ ଉପରେ ଆସିବା ପରେ ଏଇଟା ଦେଖିବାକୁ ମିଳିବ, ଆପଣମାନେ ଦେଖିପାରୁଥିବେ। ଏଠି ଗୋଟେ ପଥର ଅଛି ଯାହାକି ପଇସା ଲଗେଇବା ପାଇଁ। ପଇସା ଲଗେଇଲା ମାନେ ଏଠି ଯାକେ ଚିପକ ଯିବ ଏଠି ପଇସାଟା। ଖାଚା ସିଷ୍ଟମ ଅଛି, ଏଠି ରହିଯାଉଛି ପଇସା। ଲୋକମାନେ ଭାବୁଛନ୍ତି ଯାହାକି ପଇସାଟା ନାଗିଗଲା ଆମର। ଯେଉଁ ପଇସାଟା ନ ଲାଗିପାରୁଛି ସେ ପଇସାଟା ଦାନ ପେଟି ତଳେ ଅଛି, ସେଠିକି ମଧ୍ୟ ପଳେଇ ଯାଉଛି ପଇସାଟି। ଏଠି ଦେଖିପାରୁଥିବେ ଖାଚା ଭଳିଆ ସିଷ୍ଟମ ସବୁ ହେଇଯାଇଛି ପଇସା ରଖି ରଖିକି। ସେଠି ଯେଉଁମାନେ ପଇସା ରଖୁଛନ୍ତି ସେମାନଙ୍କର ପଇସା ଅଟିକି ଯାଉଛି, ଯାହା ଲୋକମାନେ ଭାବୁଛନ୍ତି ଆମର ପଇସାଟି ଲାଗିଗଲା। ସବା ଉପରର କେତେ ଭଲ ସୁନ୍ଦର ଭ୍ୟୁ ଆସୁଛି, ଆପଣମାନେ ଦେଖିପାରୁଥିବେ। କେତେ ସୁନ୍ଦର ଭ୍ୟୁ ଆସୁଛି, ଆପଣମାନେ ଦେଖିପାରୁଥିବେ ଫ୍ରେଣ୍ଡସ୍। ପୁରା ମୁମ୍ବାଇର ବହୁତ ଖୁବସୁରତ ଭ୍ୟୁ ଆସୁଛି ଏଠୁ ଉପରୁ, ଯାହାକି ଆପଣମାନେ ଦେଖିପାରୁଥିବେ। ଏ ଯେଉଁ ଛୋଟ ଛୋଟ ବିଲ୍ଡିଙ୍ଗ ଆଉ ଏ ଯେଉଁ ପାହାଡ଼ ପର୍ବତ ସବୁ ଦେଖାଯାଉଛି, କେତେ ଖୁବସୁରତ ଲାଗୁଛି। ବହୁତ ସୁନ୍ଦର ଲାଗୁଛି, ଦେଖିପାରୁଥିବେ ଆପଣମାନେ। ମନ୍ଦିର ଉପରକୁ ଆସିଲା ପରେ ମନ୍ଦିର ଯେଉଁ ଦେଖାଯାଉଛି, ବହୁତ ସୁନ୍ଦର ପରିବେଶ ଭଳିଆ ଲାଗୁଛି ଏଠି। ମାଙ୍କର ଦର୍ଶନ ସରିଲା ପରେ ଯାକେ ଉପରେ ଓହ୍ଲେଇଲା ପରେ ପାଖରେ ଗୋଟେ ଗୋଟେ ଷ୍ଟଲ୍ ସବୁ ଲାଗିଛି, ଯାହାକି ପୂଜାର ସାମଗ୍ରୀ ଆଉ ଭଲ ମନ୍ଦ ଯେଉଁ ଷ୍ଟେସନାରୀ ଅଛି, ଆପଣ ଚାହିଁବେ ସବୁ ମାଙ୍କର ଜିନିଷ ନେଇପାରିବେ। ସବୁ ଲୋକମାନେ ଓହ୍ଲାଉଛନ୍ତି, ଦେଖିପାରୁଥିବେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବେ।